ସରସ୍ୱତୀ ପୂଜା ରଚନା ଉପକ୍ରମ। ଅଗ୍ରପୂଜିତ ଗଣନାଥଙ୍କ ପରି ସରସ୍ୱତୀ ହେଉଛନ୍ତି ବିଦ୍ୟାଦାତ୍ରୀ। ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଉତ୍ସବମାନଙ୍କ ମଧ୍ୟରେ ସରସ୍ୱତୀ ପୂଜା ଶ୍ରେଷ୍ଠତମ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା ସର୍ବତ୍ର ଅନୁଷ୍ଠିତ ହୁଏ। ଏହି ଦିବସକୁ କେହି କେହି ଶ୍ରୀପଞ୍ଚମୀ ନାମରେ ନାମିତ କରିଥାନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରଦ୍ଧା ସହକାରେ ଏହି ପୂଜାକୁ ପାଳନ କରିଥାନ୍ତି। ଏତଦ୍‌ବ୍ୟତୀତ ଓଡ଼ିଶାର ପୁରପଲ୍ଲୀରେ ମା ସରସ୍ୱତୀ ଦେବୀଙ୍କ ପୂଜାର୍ଚ୍ଚନା ବହୁ ଆଡ଼ମ୍ବରରେ ପାଳନ କରାଯାଏ। ଧନପ୍ରାପ୍ତି ଉଦ୍ଦେଶ୍ୟରେ ଲୋକମାନେ ମା ଲକ୍ଷ୍ମୀ ଦେବୀଙ୍କୁ ପୂଜା କଲାପରି ବିଦ୍ୟାପ୍ରାପ୍ତି ଉଦ୍ଦେଶ୍ୟରେ ସରସ୍ୱତୀ ଦେବୀଙ୍କୁ ପୂଜା କରାଯାଏ। ଶ୍ରୀପଞ୍ଚମୀ ଏକ ପବିତ୍ର ଦିବସ। ଭକ୍ତମାନେ ଶ୍ରଦ୍ଧା ସହକାରେ ଗତାନୁଗତିକ ଭାବରେ ପୂଜା କରି ଆସୁଛନ୍ତି। ସରସ୍ୱତୀ ପୂଜାର ପ୍ରସ୍ତୁତି ପର୍ବ। ପୂଜା ଅନୁଷ୍ଠିତ ହେବାର 10 ଦିନ ପୂର୍ବରୁ ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ଏକ ମିଳିତ ସଭା ଅନୁଷ୍ଠିତ ହୁଏ। ପୂଜା ଦିବସଟିକୁ ଶୃଙ୍ଖଳିତ ଭାବେ ପାଳନ କରିବା ନିମନ୍ତେ ଦାୟିତ୍ୱ ବଣ୍ଟନ କରାଯାଏ। ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଚାନ୍ଦା ଆଦାୟ ଦାୟିତ୍ୱରେ ରହିଥିବା ବେଳେ ଅନ୍ୟ ଜଣେ ପୂଜା ଦାୟିତ୍ୱରେ ରୁହନ୍ତି। ପୂର୍ବରୁ ପୂଜା ନିମିତ୍ତ ଏକ ମାଟି ମୂର୍ତ୍ତି ବରାଦ ଦିଆଯାଏ। ପୂଜା ଦିନ ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ପିଲାମାନଙ୍କ ମେଳରେ ଏକ ନାଟକ ଶିକ୍ଷା କରାଯାଏ। ପୂଜା ପୂର୍ବଦିନ ଦେବୀଙ୍କ ବସିବା ଆସ୍ଥାନ ଧୁଆଯାଇ ଝୋଟି ମୁରୁଜ ପକାଯାଏ। ବିଦ୍ୟାଳୟର ସମ୍ମୁଖ ଗେଟ୍‌ରେ ତୋରଣ ବନ୍ଧାଯାଇ କଦଳୀ ଗଛ ପୋତାଯାଏ। ରଙ୍ଗ ବେରଙ୍ଗ କାଗଜ, ଆମ୍ବ ଓ ଦେବଦାରୁ ପତ୍ରରେ ବିଦ୍ୟାଳୟର ପରିସରକୁ ସୁସଜ୍ଜିତ କରାଯାଏ। ପିଲାମାନେ ମୂର୍ତ୍ତି ଆଣି ଆସ୍ଥାନ ଉପରେ ବସାନ୍ତି। ସ୍କୁଲ ହଟା ବଗିଚା ସଫା କରାଯାଏ। ବଗିଚାରୁ ଫୁଲକୁଣ୍ଡ ଅଣାଯାଇ ଦେବୀଙ୍କ ଆସ୍ଥାନ ଘରେ ରଖାଯାଏ। ପାଳନ ପଦ୍ଧତି। ଶ୍ରୀପଞ୍ଚମୀ ଦିନ ପିଲାମାନେ ବଡ଼ି ସକାଳୁ ଉଠି ଫୁଲ ତୋଳି ମାଳ ତିଆରି କରନ୍ତି। ପ୍ରତ୍ୟୁଷରୁ ନିଜ ନିଜର ନିତ୍ୟକର୍ମ ସାରି ନୂତନ ଜାମା ପ୍ୟାଣ୍ଟ ପିନ୍ଧନ୍ତି। ପିତାମାତାଙ୍କୁ ପ୍ରଣିପାତ ଜଣାଇ ଭୋଗ, ଫୁଲ, ଦୀପ, ଧୂପ, ନଡ଼ିଆ ଇତ୍ୟାଦି ଧରି ବିଦ୍ୟାଳୟକୁ ଆସନ୍ତି। ସରସ୍ୱତୀଙ୍କୁ ନୂତନ ଶୁକ୍ଳ ବସ୍ତ୍ର ପରିଧାନ କରାଯାଏ। ଚନ୍ଦନ, କର୍ପୂର, ଫୁଲମାଳ ଦେଇ ସଜ୍ଜିତ କରାଯାଏ। ପୂଜା ଦିନ ଯଥା ସମୟରେ ପୁରୋହିତ ଆସନ୍ତି। ଦେବୀଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରନ୍ତି। ଶେଷରେ ହୋମ କରାଯାଇ ମନ୍ତ୍ରପାଠ କରାଯାଏ। ବିଦ୍ୟାଳୟର ଶ୍ରେଣୀ ଅନୁଯାୟୀ ପିଲାମାନଙ୍କୁ ଧାଡ଼ି ଧାଡ଼ି କରି ବସାଯାଏ। କ୍ରମାନ୍ୱୟରେ ସମସ୍ତେ ନଡ଼ିଆ ଭାଙ୍ଗି ପୁଷ୍ପାଞ୍ଜଳି ଦିଅନ୍ତି। ପରିଶେଷରେ ପିଲାମାନେ ପଞ୍ଚାମୃତ, ପୋଡ଼ା ନଡ଼ିଆ ଓ ପ୍ରସାଦ ସେବନ କରନ୍ତି। ଦେବୀଙ୍କ ଆସ୍ଥାନରେ ପିଲାମାନେ ପୂଜା ନିମିତ୍ତ ନୂତନ କଲମ, ପେନସିଲ, କାଗଜ, ଖାତା, ବହି ଇତ୍ୟାଦି ବସାନ୍ତି। ପରଦିନ ତାହାକୁ ଉଠାଇ ପାଠ କରନ୍ତି। ପିଲାମାନଙ୍କର ମନୋରଞ୍ଜନ ପାଇଁ ସରସ୍ୱତୀଙ୍କ ପାଖରେ ଭଜନ କୀର୍ତ୍ତନ କରାଯାଏ। ବିସର୍ଜନ। ଶ୍ରୀପଞ୍ଚମୀ ପରଦିନ ସମସ୍ତ ପିଲା ମିଶି ସରସ୍ୱତୀଙ୍କ ମୂର୍ତ୍ତିଙ୍କୁ ମେଢ଼ରେ ବସାଇ ବିସର୍ଜନ ପାଇଁ ବାହାରୁ। ଘଣ୍ଟ, ଘଣ୍ଟା, କାହାଳୀ, ଶଙ୍ଖ ପ୍ରଭୃତି ବଜାଇ ବିଦ୍ୟାଳୟ ପାଖରେ ବହିଯାଉଥିବା ନଦୀରେ ମା'ଙ୍କୁ ବିସର୍ଜନ କରି ମନ ଖୁସିରେ ଘରକୁ ଫେରି ଆସନ୍ତି। ଉପସଂହାର। ମା ସରସ୍ୱତୀ ପୂଜା ପାଳନ ଦ୍ୱାରା ବିଦ୍ୟାର୍ଥୀମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି ହୋଇଥାଏ।